श्रोता बंधु आमे पूर्व ऑडियो रे माया एवं मायार स्वरूप एवं मायारू मुक्त हेबार ऊर्धायित हेबार सूत्र गुड़ी को बुझीथिले। वर्तमान आमे एकादश स्कंद अंतर्भुक्त श्रीमद् भागवतर से तृतीय अध्याय अंतर्भुक्त नारायण परमात्मा बा परम ब्रह्म स्वरूप संपर्क रे राजा निमि महर्षि को पचारुचंती एवं तार उत्तर रे जोगीश्वर पिप्पलायन कौन कहउचंती एहा ही आजिर ऑडियोर विषय वस्तु। राजा निमि पचारिले, हे महर्षिगण, आपण माने हेउछंती परमात्मांकर वास्तविक स्वरूप जानिथिबा व्यक्ति मानक मध्यरे सर्वश्रेष्ठ। तेणु जो परम ब्रह्म परमात्मा को नारायण नाम रे आमे उल्लेख करे तांकर स्वरूप किपरि ताहा मते बुझाई दियंतु। एथर पंचम जोगीश्वर पिप्पलायन कहिले, हे राजन, ଯେଉଁ ପରମ ପ୍ରଭୁ ଏହି ବିଶ୍ୱର ଉତ୍ପତ୍ତି ସ୍ଥିତି ଓ ପ୍ରଳୟର କାରଣ, କିନ୍ତୁ ଯାହାଙ୍କର ଆଉ କେହି କାରଣ ନାହିଁ, ଯେ ଜାଗ୍ରତ ସ୍ୱପ୍ନ ଓ ସୁଷୁପ୍ତି ଏହି ତିନି ଅବସ୍ଥାରେ ସାକ୍ଷୀ ରୂପେ ରହନ୍ତି ଏବଂ ବାହାରେ ବି ରହନ୍ତି, ଯାହାଙ୍କ ସତ୍ତା ହେତୁ ଦେହ ଇନ୍ଦ୍ରିୟ ପ୍ରାଣ ଓ ହୃଦୟ ସତ୍ତାବାନ ହୋଇ ନିଜ ନିଜର କର୍ମ କରନ୍ତି, ସେହି ପ୍ରଭୁଙ୍କୁ ଆପଣ ପରମ ସତ୍ୟ ତତ୍ତ୍ୱ ନାରାୟଣ ବୋଲି ଜାଣନ୍ତୁ। ଯେପରି ଅଗ୍ନିରୁ ହିଁ ସ୍ଫୁଲିଙ୍ଗ ଉତ୍ପନ୍ନ ହୁଏ, କିନ୍ତୁ ସେହି ସ୍ଫୁଲିଙ୍ଗ ତାର ସ୍ୱରୂପ ଅଗ୍ନିକୁ ପ୍ରକାଶିତ ବା ଆଲୋକିତ କରିପାରେ ନାହିଁ, ସେହିପରି ଏକମାତ୍ର ପରମାତ୍ମା ହିଁ ବାଣୀ ନେତ୍ର ପ୍ରାଣ ଇନ୍ଦ୍ରିୟ ଓ ଅନ୍ତଃକରଣର ମୂଳ ଆଧାର ଓ ପରମ ପ୍ରକାଶକ ହୋଇଥିଲେ ମଧ୍ୟ ଏସବୁ ନିଜର ମୂଳ ସ୍ୱରୂପ ସେହି ପରମାତ୍ମାଙ୍କର ବର୍ଣ୍ଣନା କରିବାକୁ ଅସମର୍ଥ। ବେଦଗଣ ମଧ୍ୟ ନିଜର କାରଣ ସ୍ୱରୂପ ପରମାତ୍ମାକୁ ବର୍ଣ୍ଣନା କରି ନ ପାରି ତାଙ୍କୁ ବୋଧ କରାଉଥିବା ସାଧନକୁ ନେତି ନେତି ଅର୍ଥାତ୍ ଏହା ନୁହେଁ ବଚନ ଦ୍ୱାରା ପ୍ରତ୍ୟାଖ୍ୟାନ କରି ହିଁ ତାଙ୍କୁ ନିରୂପଣ କରନ୍ତି। ବାସ୍ତବରେ ଦେଖିବାକୁ ଗଲେ ପରମାତ୍ମ ତତ୍ତ୍ୱର ସତ୍ତା ବିନା ନିଷେଧର ମଧ୍ୟ କୌଣସି ଯଥାର୍ଥତା ପ୍ରତିପାଦିତ କରି ହୋଇପାରେ ନାହିଁ, କାରଣ ଅନ୍ୟକୁ ନିଷେଧ କରି କାହାକୁ ନିରୂପଣ କରାଯିବ। ତେଣୁ ସବୁକୁ ନିଷେଧ କରି କରି ଚାଲିଲେ ଶେଷରେ ଯେଉଁ ତତ୍ତ୍ୱ ରହିଯାଏ ତାହା ହିଁ ପରମ ତତ୍ତ୍ୱ ନାରାୟଣ ବୋଲି ଜାଣିବାକୁ ହେବ। ସୃଷ୍ଟିର ଆଦ୍ୟରେ ଏକମାତ୍ର ବ୍ରହ୍ମ ହିଁ ରହିଥାନ୍ତି। ତାଙ୍କରି ଠାରୁ ସତ୍ତ୍ୱ ରଜ ଓ ତମ ଏହିପରି ତ୍ରିଗୁଣାତ୍ମକ ମୂଳ ପ୍ରକୃତି ଜାତ ହୁଏ। ପ୍ରକୃତିରେ ଆଲୋଡ଼ନ ସୃଷ୍ଟି ହୋଇ ଜ୍ଞାନ ଶକ୍ତି ପ୍ରଧାନ ମହାତତ୍ତ୍ୱ ଏବଂ କ୍ରିୟାଶକ୍ତି ପ୍ରଧାନ ସୂତ୍ରାତ୍ମା ହିରଣ୍ୟ ଗର୍ଭଙ୍କର ଉତ୍ପତ୍ତି ହୁଏ। ତାପରେ ମହାତତ୍ତ୍ୱରୁ ଅହଙ୍କାରର ଉତ୍ପନ୍ନ ହୁଏ, ଯାହାକି ଜୀବର ଉପାଧି। ଅହଙ୍କାରରୁ ହିଁ ମନ ଏବଂ ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତୃ ଦେବତା ପ୍ରାଣ ତଥା ଇନ୍ଦ୍ରିୟଗଣ ଓ ବିଷୟ ଆଦି ଉତ୍ପନ୍ନ ହୁଅନ୍ତି। ତାପରେ ସ୍ୱୟଂ ପରମାତ୍ମା ହିଁ ଜୀବ ରୂପରେ ଏହିସବୁ ତତ୍ତ୍ୱରେ ପ୍ରବେଶ କରିଥାନ୍ତି। ଏପରି ଭାବରେ ସମସ୍ତଙ୍କ ରୂପରେ ଏକମାତ୍ର ସେହି ଅନନ୍ତ ଶକ୍ତି ସ୍ୱରୂପ ପରବ୍ରହ୍ମ ପରମାତ୍ମା ହିଁ ପ୍ରକାଶିତ ହେଉଛନ୍ତି। ସୁତରାଂ ସତ୍ ଅସତ୍ ଅର୍ଥାତ୍ କାର୍ଯ୍ୟ ଏବଂ କାରଣ ଉଭୟ ହେଉଛନ୍ତି ଏକମାତ୍ର ବ୍ରହ୍ମ ଏବଂ ଏସବୁର ଅତୀତ ହୋଇ ଯାହା ଅଛି ତାହା ବି ବ୍ରହ୍ମ। ସେହି ପରବ୍ରହ୍ମ ସ୍ୱରୂପ ଆତ୍ମା ଜନ୍ମ ହୁଏ ନାହିଁ କି ମରେ ନାହିଁ, ତାର ବୃଦ୍ଧି ହୁଏ ନାହିଁ କି କ୍ଷୟ ହୁଏ ନାହିଁ, ଅର୍ଥାତ୍ ଆତ୍ମା 6 ପ୍ରକାର ଭାବ ବିକାରରୁ ମୁକ୍ତ। ଆତ୍ମା ହେଉଛି ସକଳ ପରିବର୍ତ୍ତନଶୀଳ ବସ୍ତୁର ଭୂତ ଭବିଷ୍ୟତ ଓ ବର୍ତ୍ତମାନ ଅବସ୍ଥାର ସାକ୍ଷୀ। ଶ୍ରୋତାବନ୍ଧୁ, ପ୍ରକୃତରେ ଆତ୍ମା ହେଉଛି ସର୍ବବ୍ୟାପୀ ଅବିନାଶୀ ଓ ଜ୍ଞାନ ସ୍ୱରୂପ। ଯେପରି ପ୍ରାଣ ହେଉଛି ଏକ, କିନ୍ତୁ ସ୍ଥାନ ଭେଦରେ ତାର ଅନେକ ନାମ ହୋଇଯାଏ, ଯେପରି ଏକମାତ୍ର ଜ୍ଞାନ ହିଁ ଇନ୍ଦ୍ରିୟ ଭେଦରେ ଭିନ୍ନ ଭିନ୍ନ ନାମରେ ଅର୍ଥାତ୍ ଶବ୍ଦ ଜ୍ଞାନ ସ୍ପର୍ଶ ଜ୍ଞାନ ଇତ୍ୟାଦିରେ ପରିଚିତି ଲାଭ କରେ, ଠିକ୍ ସେହିପରି ଏକମାତ୍ର ଆତ୍ମସତ୍ତା ହିଁ ବିଭିନ୍ନ ପ୍ରକାରେ ପରିଚିତ ହୁଅନ୍ତି। ଅଣ୍ଡଜ ଜରାୟୁଜ ଉଦ୍ଭିଦଜ ଓ ସ୍ୱେଦଜ ଏହିପରି 4 ପ୍ରକାର ଜୀବ ଅଛନ୍ତି। ସବୁ ଜୀବଙ୍କର ପ୍ରାଣ ସେମାନଙ୍କ ସହିତ ରହିଥାଏ। ଜୀବ ପ୍ରଗାଢ଼ ନିଦ୍ରାରେ ଶୋଇପଡ଼ିଲେ ତାର ଇନ୍ଦ୍ରିୟମାନଙ୍କ ସହିତ ଅହଙ୍କାର ବି ନିଶ୍ଚେଷ୍ଟ ହୋଇଯାଏ, କିନ୍ତୁ ସାକ୍ଷୀ ରୂପୀ ଆତ୍ମା ନିର୍ବିକାର ହୋଇ ରହିଥାଏ। ସେହି ଆତ୍ମସତ୍ତା ନିର୍ବିକାର ହୋଇ ରହିଥିବାରୁ ଜୀବ ନିଦ୍ରାରୁ ଉଠିବା ପରେ ତାର ସ୍ମରଣ ଆସେ, ମୁଁ ଗାଢ଼ ନିଦରେ ଶୋଇ ପଡ଼ିଥିଲି,
ସେଇ ସ୍ମରଣ ବା ସ୍ମୃତି ହିଁ ସୁଷୁପ୍ତି ଅବସ୍ଥାରେ ଆତ୍ମାର ବିଦ୍ୟମାନତାକୁ ପ୍ରମାଣିତ କରେ। ଶ୍ରୋତାବନ୍ଧୁ, ଭଗବାନ ପଦ୍ମନାଭଙ୍କ ଚରଣରେ ପ୍ରଗାଢ଼ ଭକ୍ତି ଆସିଲେ ସେହି ଭକ୍ତି ହିଁ ପ୍ରକୃତରେ ଭକ୍ତର ଚିତ୍ତରେ ଗୁଣ କର୍ମ ଦ୍ୱାରା ଉତ୍ପନ୍ନ ହୋଇଥିବା ସକଳ ପ୍ରକାରର ମଳ ବିକ୍ଷେପ ଓ ଆଚରଣ ଦୋଷକୁ ଧୋଇଦିଏ, ନୁହେଁ? ଏପରି ଭାବରେ ଚିତ୍ତ ନିର୍ମଳ ହୋଇଗଲେ ସ୍ୱତଃ ଆତ୍ମତତ୍ତ୍ୱର ସାକ୍ଷାତକାର ହୋଇଯାଏ ବୋଲି ମୁଁ ମନେ କରେ। ଏହି ଅବସରରେ ମୁଁ ଆଉ କିଛି କଥା ଆପଣମାନଙ୍କ ପାଖରେ ପହଞ୍ଚଉଛି। ରାଜା ନିମି ପଚାରିଲେ, ହେ ଯୋଗୀଶ୍ୱରଗଣ, ଯେଉଁ କର୍ମ ଯୋଗ ଆଚରଣ କରି ମନୁଷ୍ୟ ପରମ ନୈଷ୍କର୍ମ୍ୟ ସିଦ୍ଧି ଲାଭ କରେ ଏବଂ ନିଜର ସକଳ ପ୍ରକାର କର୍ମ ଶୀଘ୍ର ଧୋଇ ଦେଇଥାଏ, ଅର୍ଥାତ୍ ଯେଉଁ କର୍ମଯୋଗ ଆଚରଣ କଲେ ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇ ପରମ ଶାନ୍ତି ଲାଭ କରେ, ସେହି କର୍ମଯୋଗ କ'ଣ, ତାହା ବର୍ଣ୍ଣନା ମୋତେ କରନ୍ତୁ। ଥରେ ମୁଁ ମୋର ପିତା ମହାରାଜା ଇକ୍ଷ୍ୱାକୁଙ୍କ ଆଗରେ ବ୍ରହ୍ମାଙ୍କର ମାନସ ପୁତ୍ର ସନକାଦି ଋଷିଙ୍କୁ ଏହି ପ୍ରଶ୍ନ ପଚାରିଥିଲି, କିନ୍ତୁ ସେମାନେ ସର୍ବଜ୍ଞ ହୋଇ ମଧ୍ୟ ମୋ ପ୍ରଶ୍ନର ଉତ୍ତର ଦେଲେ ନାହିଁ। ତାହାର କାରଣ କ'ଣ, ଏ କଥା ମଧ୍ୟ କୃପା କରି ମୋତେ କୁହନ୍ତୁ। ଶ୍ରୋତାବନ୍ଧୁ, ଏଥର ଏହି ଉତ୍ତରରେ ଷଷ୍ଠ ଯୋଗୀଶ୍ୱର ଆବିର୍ହୋତ୍ର କହିଲେ, କର୍ମ ଅକର୍ମ ଅର୍ଥାତ୍ ଶାସ୍ତ୍ରବିହିତ କର୍ମ ହେଉଛି କର୍ମ, ଅକର୍ମ ହେଉଛି ନିଷିଦ୍ଧ କର୍ମ ଏବଂ ବିକର୍ମ ଅର୍ଥାତ୍ ବିହିତ କର୍ମର ଉଲ୍ଲଙ୍ଘନ, ଏପରି ତିନି କର୍ମର ବର୍ଣ୍ଣନା ବେଦରେ କରାଯାଇଛି। ଆଉ ଥରେ କହୁଛି, କର୍ମ ଅକର୍ମ ଏବଂ ବିକର୍ମ ଏପରି ତିନି କର୍ମର ବର୍ଣ୍ଣନା ବେଦରେ କରାଯାଇଛି। ତାହା ଲୋକଙ୍କ ଦ୍ୱାରା କରାଯାଇ ନାହିଁ। ବେଦ ହେଉଛନ୍ତି ପରମାତ୍ମାଙ୍କର ହିଁ ସ୍ୱରୂପ, କିନ୍ତୁ ବେଦବାଣୀ ପରୋକ୍ଷବାଦାତ୍ମକ। ପରୋକ୍ଷବାଦାତ୍ମକ କହିଲେ ଯାହାର ଶବ୍ଦାର୍ଥ ଏକ ପ୍ରକାର, ତାତ୍ପର୍ଯ୍ୟ ବା ନିହିତାର୍ଥ ଅନ୍ୟ ଏକ ପ୍ରକାର, ତାହାକୁ ପରୋକ୍ଷବାଦ ବୋଲି କୁହାଯାଏ। ତେଣୁ ତାହା ଦେଖି ବିଦ୍ୱାନମାନେ ମଧ୍ୟ ମୋହିତ ବା ଭ୍ରମିତ ହୋଇଯାଆନ୍ତି। ଅଜ୍ଞାନୀମାନଙ୍କୁ ଅନୁଶାସିତ କରିବା ନିମନ୍ତେ ବେଦକର୍ମର ବ୍ୟବସ୍ଥା କରିଛନ୍ତି। ଔଷଧକୁ ଯେପରି ମିଠେଇରେ ପୂରେଇ ପିଲାଙ୍କୁ ଖୁଏଇଦେଲେ ତାଙ୍କ ରୋଗ ଭଲ ହୋଇଯାଏ, ଠିକ୍ ସେହିପରି ବେଦରେ ନିର୍ଣ୍ଣୀତ ବ୍ୟବସ୍ଥାନୁସାରେ କର୍ମ କଲେ ମନୁଷ୍ୟ କର୍ମ ବନ୍ଧନରୁ ମୁକ୍ତ ହୋଇଯାଏ। ଏଇଠି ଟିକେ କହିବା ପାଇଁ ଚାହିଁବି, ଯାହାର ସକାମ କର୍ମ ଅନୁଷ୍ଠାନରେ ଆସ୍ଥା ଥାଏ, ସେ ଫଳ ଆକାଂକ୍ଷା ରଖି ସକାମ ଭାବରେ ଯଜ୍ଞାଦି କରେ ଏବଂ ଫଳ ସ୍ୱରୂପ ସ୍ୱର୍ଗାଦି ଲୋକ ପାଏ। ତେଣୁ ତାର ବେଦବାଣୀରେ ଆସ୍ଥା ଦୃଢ଼ ହୋଇଯାଏ। ଏପରି କରୁ କରୁ ଭଗବତ କୃପାରୁ ଯଦି କେବେ ତାର ପରମାତ୍ମ ତତ୍ତ୍ୱ ବିଷୟରେ ଜିଜ୍ଞାସା ମଧ୍ୟ ଜାତ ହୋଇଥାଏ, ତେବେ ବି ତାର ଜୀବନ ସାର୍ଥକ ହୋଇଯାଏ ଏବଂ ସେ ମୁକ୍ତି ପାଇଯାଏ। ଯିଏ ସ୍ୱୟଂ ଅଜ୍ଞାନୀ ଏବଂ ଅଜିତେନ୍ଦ୍ରିୟ, ସେ ବେଦ ବିହିତ କର୍ମ ଆଚରଣ କରେ ନାହିଁ ଏବଂ ବିହିତ କର୍ମ ଉଲ୍ଲଙ୍ଘନ କରିବାରୁ ପାପଭାଗୀ ହୋଇଯାଏ। ତାର ଫଳ ସ୍ୱରୂପ ସେ ମୃତ୍ୟୁ ପରେ ମୃତ୍ୟୁ ପାଇଚାଲେ, ଅର୍ଥାତ୍ ମୋକ୍ଷ ନ ପାଇ ଜନ୍ମ ମୃତ୍ୟୁର ଆବର୍ତ୍ତରେ ଘୂରି ବୁଲେ। ଯିଏ ଅନାସକ୍ତ ଭାବରେ ବେଦ ବିହିତ କର୍ମ କରି ତାହା ଭଗବାନଙ୍କୁ ଅର୍ପଣ କରିଦିଏ, ସେ ନୈଷ୍କର୍ମ୍ୟ ରୂପୀ ପରମ ସିଦ୍ଧି ଲାଭ କରେ। ବେଦରେ ସ୍ୱର୍ଗାଦି ପ୍ରାପ୍ତି ରୂପୀ ଫଳର ମଧ୍ୟ ବର୍ଣ୍ଣନା ରହିଛି। ବୈଦିକ କର୍ମରେ ରୁଚି ଉତ୍ପନ୍ନ କରିବା ହିଁ ହେଉଛି ସେ ସବୁ ବର୍ଣ୍ଣନାର ଉଦ୍ଦେଶ୍ୟ। ହେ ରାଜନ୍, ଯେଉଁ ବ୍ୟକ୍ତି ପରବ୍ରହ୍ମ ସ୍ୱରୂପ ଆତ୍ମା ବିଷୟରେ ଅଜ୍ଞାନ ଗ୍ରନ୍ଥିକୁ ପୂର୍ଣ୍ଣ ରୂପେ କାଟିଦେବାକୁ ଚାହାନ୍ତି, ସେ ବୈଦିକ ଏବଂ ଆଗମ ଉଭୟ ପଦ୍ଧତିରେ ଭଗବାନଙ୍କର ଉପାସନା କରିବା ଉଚିତ। ପ୍ରଥମେ ସେବା ଆଦି ଦ୍ୱାରା ଗୁରୁଦେବଙ୍କର ଦୀକ୍ଷା ପାଇ ତାପରେ ତାଙ୍କରି ଠାରୁ ଉପାସନାର ବିଧି ଶିଖିବାକୁ ପଡ଼େ। ସାଧକଙ୍କୁ ଭଗବାନଙ୍କର ଯେଉଁ ସ୍ୱରୂପ ପ୍ରିୟ ଲାଗେ ଓ ଅଭୀଷ୍ଟ ବୋଲି ବୋଧ ହୁଏ, ସେହି ସ୍ୱରୂପର ପୂଜା ମାଧ୍ୟମରେ ସେ ପୁରୁଷୋତ୍ତମ ଭଗବାନଙ୍କୁ ଆରାଧନା କରିବା ଆବଶ୍ୟକ। ଶ୍ରୋତାବନ୍ଧୁ, ଏଇଠି ମୁଁ କହିବି, ଗୁରୁ's grace alone is sufficient to acquire the knowledge of ବ୍ରହ୍ମ। ତେଣୁ ଗୁରୁ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ ଯେଉଁ ନାମ, ଯେଉଁ ଈଶ୍ୱରୀୟ, ଯେଉଁ ଇଷ୍ଟ ନାମ, ତାହା ହିଁ ପ୍ରକୃତରେ ଦୀକ୍ଷାର ଗୋଟେ ପ୍ରଥମ ସୋପାନ। ଗୁରୁ ପ୍ରଦତ୍ତ ମନ୍ତ୍ର ଦ୍ୱାରା ହିଁ ଗୋଟେ ମାନବର ମୁକ୍ତିର ଯେଉଁ ମାର୍ଗ, ତାହା ଉନ୍ମୁକ୍ତ ହୋଇଥାଏ।
ଏଇଠି ମୁଁ ଆପଣମାନଙ୍କୁ କହିବି ଯେ କେମିତି ଜଣେ ଭକ୍ତ ବା ଜଣେ ଶିଷ୍ୟ ତାଙ୍କ ଗୁରୁ ପ୍ରଦତ୍ତ ଯୋଉ ଦୀକ୍ଷା ପ୍ରାପ୍ତି ପରେ ଉପାସନାର ବିଧି କେମିତି ଆଚରଣ କରେ। ସେ ପ୍ରଥମେ ସ୍ନାନାଦି ଦ୍ୱାରା ଶରୀରକୁ ଏବଂ ସନ୍ତୋଷ ଆଦି ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରିବେ। ଅର୍ଥାତ୍ ଦେଖନ୍ତୁ, ବାହ୍ୟ ଶୌଚ ତ ବହୁତ ଜରୁରୀ, କିନ୍ତୁ ଆତ୍ମସନ୍ତୋଷ ଦ୍ୱାରା ହିଁ ଅନ୍ତଃକରଣକୁ ଆମେ ଶୁଦ୍ଧ କରିପାରିବା। ତେଣୁ ଶାନ୍ତି ବା ସନ୍ତୋଷ ଆମେ ଯୋଉ ବାହାରେ ଖୋଜେ, ତାହା ପ୍ରକୃତରେ ଭିତରେ ଅଛି, ଆମ ଭିତରେ। ତାପରେ ଭଗବାନଙ୍କ ସମ୍ମୁଖରେ ବସି ପ୍ରାଣାୟାମାଦି ଦ୍ୱାରା ନାଡି ଶୋଧନ କରିବେ ଏବଂ ବିଧିପୂର୍ବକ ମନ୍ତ୍ର ଦେବତା ଆଦିଙ୍କର ନ୍ୟାସ ଦ୍ୱାରା ଅଙ୍ଗରକ୍ଷା କରି ଭଗବାନଙ୍କୁ ପୂଜା କରିବେ। ଭଗବାନଙ୍କୁ ହୃଦୟରେ ଧ୍ୟାନ କରିବା ପରେ ଅର୍ଚ୍ଚା ବିଗ୍ରହରେ ତାଙ୍କୁ ଭାବନା କରିବେ। ପୂର୍ବରୁ ସମୟାନୁସାରେ ମିଳୁଥିବା ସବୁ ପୂଜା ସାମଗ୍ରୀ ଶୁଦ୍ଧ ଏବଂ ପବିତ୍ର କରି ପୂଜା ସ୍ଥାନକୁ ପରିଷ୍କାର କରାଯାଇଥିବ। ନିଜେ ସ୍ନାନାଦି ଦ୍ୱାରା ପବିତ୍ର ହୋଇ ଭଗବାନଙ୍କର ଯେଉଁ ବିଗ୍ରହକୁ ପୂଜା କରାଯିବ ତାହାକୁ ମଧ୍ୟ ପୂର୍ବରୁ ପ୍ରସ୍ତୁତ କରି ରଖିଥିବେ। ସବୁ ବସ୍ତୁ ପ୍ରସ୍ତୁତ କରି ରଖି ନିଜ ଆସନକୁ ଶୁଦ୍ଧ କରିବେ। ସମ୍ମୁଖରେ ପାଦ୍ୟ, ଅର୍ଘ୍ୟ, ଧୂପ, ଦୀପ, ନୈବେଦ୍ୟ ଆଦି ସଜାଇ ରଖିବେ। ତାପରେ ହୃଦୟାଦି ନ୍ୟାସ, ଅଙ୍ଗନ୍ୟାସ ଓ କରନ୍ୟାସ କରି ମୂଳ ମନ୍ତ୍ରରେ ଭଗବାନଙ୍କୁ ପୂଜା କରିବେ। ପ୍ରତ୍ୟେକ ଉପାସକ ନିଜ ନିଜର ଉପାସ୍ୟ ଦେବଙ୍କ ଶ୍ରୀ ବିଗ୍ରହକୁ ହୃଦୟାଦି ଅଙ୍ଗ, ଆୟୁଧାଦି ଉପାଙ୍ଗ ଓ ପାର୍ଷଦମାନଙ୍କ ସହିତ ତାଙ୍କର ମୂଳ ମନ୍ତ୍ର ଦ୍ୱାରା ପାଦ୍ୟ, ଅର୍ଘ୍ୟ, ଆଚମନ, ମଧୁପର୍କ, ସ୍ନାନ, ବସ୍ତ୍ର, ଆଭୂଷଣ, ଗନ୍ଧ, ପୁଷ୍ପ, ଦଧି, ଅକ୍ଷତ, ମାଳା, ଧୂପ, ଦୀପ ଓ ନୈବେଦ୍ୟ ଆଦିରେ ବିଧିବତ୍ ପୂଜା କରିବେ। ତାପରେ ସ୍ତୋତ୍ର ଦ୍ୱାରା ସ୍ତୁତି କରି ସପରିବାର ଭଗବାନ ଶ୍ରୀହରିଙ୍କୁ ନମସ୍କାର କରିବେ। ନିଜକୁ ଭଗବାନମୟ ରୂପେ ଧ୍ୟାନ କରି ହିଁ ଭଗବାନଙ୍କର ବିଗ୍ରହ ପୂଜା କରିବେ। ଶେଷରେ ନିର୍ମାଲ୍ୟକୁ ମୁଣ୍ଡରେ ଛୁଆଇ ଏବଂ ଆଦରର ସହିତ ଭଗବତ ବିଗ୍ରହକୁ ତାଙ୍କର ସ୍ଥାନରେ ସ୍ଥାପନ କରି ପୂଜା ସମାପ୍ତ କରିବେ। ଯେଉଁ ବ୍ୟକ୍ତି ଏପରି ଭାବରେ ଅଗ୍ନି, ସୂର୍ଯ୍ୟ, ଜଳ ଓ ଅତିଥି ରୂପରେ ତଥା ନିଜ ହୃଦୟରେ ସ୍ଥିତ ଆତ୍ମା ରୂପୀ ଶ୍ରୀ ହରିଙ୍କୁ ପୂଜା କରନ୍ତି, ସେ ଅତି ଶୀଘ୍ର ମୁକ୍ତ ହୋଇଯାଆନ୍ତି। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାମ୍ ଏକାଦଶ ସ୍କନ୍ଧେ ତୃତୀୟୋଧ୍ୟାୟଃ। ଶ୍ରୋତାବନ୍ଧୁ, ଆମେ ଆଜି ଏକାଦଶ ସ୍କନ୍ଧର ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧର ତୃତୀୟ ଅଧ୍ୟାୟ ପାଠ କଲେ। ଅଡିଓଟି କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।